ସାହସ ବିଶ୍ୱାସ ଓ ବଳିଦାନ କାହାକୁ କୁହାଯାଏ ତାକୁ ବୋଧହୁଏ କାଳି ହିଁ ବେଶ୍ ଠିକ୍ ଭାବରେ ଜାଣିଥିଲା। ଏହି କାଳି ମଣିଷ ନୁହେଁ ସତ, କିନ୍ତୁ ମାନବିକତାର ଏକ ଅଦ୍ଭୁତ ଉଦାହରଣ। ନିଜ ଜୀବନକୁ ବାଜି ଲଗାଇ 30ରୁ ଅଧିକ କୁନି ପିଲାଙ୍କୁ ବଞ୍ଚାଇ ଦେଇଛି ଏକ ବୁଲା କୁକୁର, ଯାହାର ନାଁ ହେଉଛି କାଳି, ଯାହା ପାଇଁ ଆଜି କାନ୍ଦୁଛି ପୁରା ମୟୂରଭଞ୍ଜ, ଆଉ ଲୁହ ବିଜା ଆଖିରେ ବିଦାୟ ଦେଉଛି ଏ ନିର୍ବାକ ନାୟକକୁ। ଆସନ୍ତୁ ନଜର ପକାଇବା କାଳିର ଅମର କାହାଣୀ ଉପରେ। ମୟୂରଭଞ୍ଜ ଜିଲ୍ଲାର ବାରିପଦା ବନଖଣ୍ଡରେ ଥିବା ଡିହିରାକୁଳ ଗାଁ, ଯେଉଁଠି ରହିଛି ଶ୍ରୀ ଜଗନ୍ନାଥ ଶିଶୁ ବିଦ୍ୟା ମନ୍ଦିର। ଯେଉଁ ବିଦ୍ୟା ମନ୍ଦିର ସେଦିନ ଫାଟି ପଡ଼ୁଥିଲା କୁନି ପିଲାଙ୍କ ହସ ଆଉ ଖେଳରେ, କିନ୍ତୁ ହଠାତ୍ ହସ ଖୁସିର ଏହି ପରିବେଶକୁ ଭଙ୍ଗ କରି ସ୍କୁଲ ଭିତରକୁ ମାଡ଼ି ଆସିଥିଲା ଏକ ବିଷଧର ନାଗସାପ। କିନ୍ତୁ ପିଲାମାନେ ଜାଣିନଥିଲେ ଯେ ଏ ବିଷଧର ସାପଟି ସେମାନଙ୍କର କେତେ ନିକଟରେ ଥିଲା। ଆଉ ଠିକ୍ ସେତିକି ବେଳେ ଦେବଦୂତ ସାଜି ସେମାନଙ୍କ ପାଖରେ ଦୌଡ଼ି ଦୌଡ଼ି ଯେ ପହଞ୍ଚିଥିଲା କାଳି, ଆଉ ନିଜ ଜୀବନକୁ ବାଜି ଲଗାଇ ସେ ବିଷଧର ସାପ ପଛରେ ଦୌଡ଼ିଥିଲା କାଳି। ଗୋଟେ ପଟେ ବିଷଧର ସାପ, ଆଉ ଗୋଟେ ପଟେ ଥିଲା ବିଶ୍ୱାସ ଓ ସାହସ। ପିଲାଙ୍କ ଋଣ ଶୁଝିବା ପାଇଁ ମୃତ୍ୟୁ ସହ ଆରମ୍ଭ କରିଦେଇଥିଲା ବିଷଧର ସାପ ସହିତ ଯୁଦ୍ଧ। କାଳି ସାପଟି ସହ ଲଢ଼ି ଲଢ଼ି ଶେଷରେ ସାପଟିକୁ ଜୀବନରୁ ମାରିଦେଇଥିଲା। କିନ୍ତୁ ଏ ବିଜୟର ମୂଲ୍ୟ ଥିଲା ତା ନିଜ ଜୀବନର ପ୍ରାଣ। ବିଷଧର ସାପ ବିଷ ଧୀରେ ଧୀରେ କାଳିର ଶରୀରକୁ ଗ୍ରାସି ଦେଇଥିଲା, ଯାହାପରେ ପୁରା ବିଷଟି କାଳିକୁ ତା କବ୍ଜାକୁ ନେଇଯାଇଥିଲା। ଆଉ ପିଲାମାନଙ୍କୁ ବଞ୍ଚାଇ ନିଜେ ଶାନ୍ତ ହୋଇ ସବୁଦିନ ପାଇଁ ଶୋଇପଡ଼ିଥିଲା କାଳି। ବିଷଧର ସାପଠାରୁ 30ଟି ଛୁଆଙ୍କ ଜୀବନ ବଞ୍ଚାଇ ଦେଲା ସତ, ହେଲେ ନିଜେ କିନ୍ତୁ ବଞ୍ଚି ପାରିଲା ନାହିଁ। ସେଇ ବିଷଧର ସାପର ସବୁ ବିଷକୁ ସେ ନିଜେ ପିଇଦେଲା, ଆଉ ଖୁସିରେ ହସି ହସି ନିଜ ଜୀବନଟିକୁ 30 ଜଣଙ୍କ ପିଲାଙ୍କ ନାଁରେ ହିଁ ବାଜି ଲଗାଇଦେଲା। କାରଣ ସେ ଋଣ ସମସ୍ତଙ୍କ ପାଇଁ ପଇଠ କରିଦେଇ ଚାଲିଗଲା। ସୁଝେଇ ନଥାନ୍ତା କେମିତି? କାଳିପରା ସବୁଦିନ ପିଲାମାନଙ୍କ ଅଇଁଠା ଖାଦ୍ୟ ଖାଇ ସେ ବିଦ୍ୟାଳୟରେ ରହୁଥିଲା। ତେଣୁ ପ୍ରମାଣ କରିଦେଲା, ସ୍ନେହ ଶ୍ରଦ୍ଧା ପାଇଲେ ପଶୁମାନେ ମଧ୍ୟ ମଣିଷ ପାଇଁ ଢାଲ ହୋଇ ଠିଆ ହୋଇପାରନ୍ତି। କୁକୁରଟିର ଏହି ଭଲ ପାଇବା ଦେଖି ଗ୍ରାମବାସୀଙ୍କ ଆଖିରେ ଭରିଯାଇଥିଲା ଲୁହ। ଯେଉଁ ଲୁହ ସହ ଗାଁର ହିରୋ କାଳିକୁ ଶେଷ ବିଦାୟ ପାଇଁ ବାହାରିଥିଲେ ଗ୍ରାମବାସୀ। ଆଉ ମଣିଷ ଭଳି କାଳି ଦେହରେ ଫୁଲ ଚଢ଼ାଇ ଧଳା କପଡ଼ାରେ ଘୋଡ଼ାଇ କାଳିକୁ ଶେଷ ବିଦାୟ ଦେବା ପାଇଁ ଏକ ଶୋଭାଯାତ୍ରାରେ ଯାଇ ପହଞ୍ଚିଥିଲେ। କାଳି ଏକ ବୁଲା କୁକୁର ନୁହେଁ, ସେ ହେଉଛି ଏକ ସତ୍ୟ ନାୟକ, ଯେ ନିଜ ଜୀବନ ଦେଇ ଅନ୍ୟମାନଙ୍କୁ ଜୀବନକୁ ବଞ୍ଚାଇ ଦେଲା। ମଣିଷ ମାନବିକତା ଶିଖିବାକୁ ପୁସ୍ତକ ପଢ଼େ, କିନ୍ତୁ କାଳି ଏ ଦୁନିଆ ଛାଡ଼ି ଚାଲିଗଲା ସିନା, କିନ୍ତୁ ଶିଖାଇ ଦେଇଗଲା ମାନବିକତା କାହାକୁ କୁହାଯାଏ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।